इन हैला ତ ମନରେ ମାନେ କେବେ ଏମିତି କଥା ଛଳରେ କେବେ କହିନାହାନ୍ତି ଯେ କାହିଁକି ବ୍ରହ୍ମପୁର ଯିବାକୁ ପଡିଲା ତାଙ୍କୁ? ଏଠି ତ ରହିକି ସେମାନେ ଆଗରୁ ଯେମିତି ପାଠଶାଠ ପଢୁଥିଲେ ଏଠି ବି ତ ସେମିତି ରହିପାରିଥାନ୍ତେ, ବ୍ରହ୍ମପୁର ଯିବା କଥା କାହିଁ ପଡିଲା ଉଠିଲା? ହେଲା ଏମିତି କି ସେ ଟାଇମ ରେ ଆମର ଜେଜେମାର ମୁଣ୍ଡରେ କଥା ହେଇଥିଲା କି ମୋ ପୁଅକୁ ଟେନସନ ସବୁ ଦେଇବା ବେଲେ ମୋ ଜାଠି ତ ବୋଲେ ତାଙ୍କର ୱାଇଫ ସବୁଦିନ ତାଙ୍କ କହିବାର କି ଏତା କଣ ସେଟା କଣ ତାଙ୍କର ଟିକେ ପର୍ସନାଲ ହଜବେଣ୍ଡ ୱାଇଫ ମ୍ୟାଟର ଥୋड़ा ମୁଁ କହିପାରିବି ମୁଁ। ଆଉ ତାପରେ ଆଣ୍ଟିର କଣ ହେଲା ସବୁ ହେଲା ପରେ ମୋ ବାବା କହିଲେ କି କୋଉଠି ଯାଅ ନା ତମେ ଆମ ଆଖି ସାମ୍ନେ ରୁହ, କୋଉଠି ଯିବ ତମର ତ ଛତ୍ର ଛାୟା ପଳେଇଛି, ତମେ କୋଉଠି ଯିବ ତମେ କେମିତି ବଞ୍ଚିବ କଣ କରିବ ଏ ଟାଇମ ରେ। ବେଲେ ବି ଆଣ୍ଟି ବାଧ୍ୟ ଜିଦ କରିକି କହିଥିଲେ କି ନାଇଁ ଆମେ ପଳଉ ତାଙ୍କେ ପଳେଇଲେ। ବାବା ତାଙ୍କୁ ମଝି ମଝିରେ କହିବାର ଏତେ ଦୂର ତମେ ପଳେଇଛ କଣ ତମ ଅସୁବିଧା ହବ ନା କଣ ଏବେ ଚୋର ଚାକିରି କଣ ହବା ବେଲେ ଘରେ କିଏ ଅଛି ଅଗର ଏବେ ଭାଇ ଦିନ ଯାରେ ଘର ରହିବାର ନାଇଁ ଭାଇ ତାଙ୍କ ଖାଲି ବାହାର ରହିବାର ବାବା ତୋଲେ ବାବା କୋଉଟେ ରେଜିଷ୍ଟ୍ରେସନ କରିବା ଯିଏ ନା କୋଉଠି ଯିଏ ଭାଇ ତାଙ୍କ ଫଲୋ କରିବାର। ଆଉ ଘରେ କିଏ ରହିଲା ତାଙ୍କର ମା ଆଉ ତାଙ୍କର ତାଙ୍କ ଝିଅ ରହିଲା।